ଜଗନ୍ନାଥ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? କାହିଁକି ପ୍ରକୃତିର କଳରେ ପୁରୁଷୋତ୍ତମଙ୍କ ଲୀଳା? କାହିଁକି ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି? ମହାପ୍ରସାଦ ଓ ଆନନ୍ଦ ବଜାର ସମାନତାର ଜୀବନ୍ତ ବାର୍ତ୍ତା କ'ଣ? ଆସନ୍ତୁ ଜାଣିବା ଆଜି ଏହି ଭିଡ଼ିଓରେ। ବନ୍ଦେ ପୁରୁଷୋତ୍ତମମ୍। ପ୍ରାଣର ଠାକୁର ମୋର ଜଗଜ୍ଜନନୀ ବିଶ୍ୱ କଲ୍ୟାଣମୟୀ ଶ୍ରୀ ଶ୍ରୀ ମା ବଡ଼ ମା ପ୍ରଭୁପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ପୂଜ୍ୟ ଶ୍ରୀ ଶ୍ରୀ ଅବିନ୍ଦା ତଥା ଇଷ୍ଟ ପରିବାର ସକଳଙ୍କ ଶ୍ରୀଚରଣରେ ମୋର ଶତକୋଟି ବିନମ୍ର ପ୍ରଣାମ ନିବେଦନ କରେ ଏବଂ ମୋର ଭିଡ଼ିଓ ଦେଖୁଥିବା ତଥା ଶୁଣୁଥିବା ସମସ୍ତ ଦାଦା ଏବଂ ମା'ଙ୍କୁ ମୋର ଯଥାମାନେ ଯଥାସ୍ଥାନେ ପ୍ରଣାମ ଏବଂ ଆନ୍ତରିକ ଜୟଗୁରୁ। ଆଜ୍ଞା ହଁ, ଶ୍ରୀ ଶ୍ରୀ ଠାକୁର ଓ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କର ଗଭୀର ରହସ୍ୟ ଆମେ ଆଜି ଜାଣିବା। ପୂର୍ବ ଭାଗରେ ଆମେ ଜାଣିଥିଲେ ଯେ ଶ୍ରୀ ଜଗନ୍ନାଥଙ୍କୁ ପ୍ରକୃତ ଅର୍ଥରେ ବୁଝିବା ପାଇଁ ସଦ୍ଗୁରୁଙ୍କ ଆଶ୍ରୟ କାହିଁକି ଅପରିହାର୍ଯ୍ୟ। ଶେଷରେ ଗୋଟିଏ ପ୍ରଶ୍ନ ମୁଁ ଆପଣମାନଙ୍କୁ ରଖିଥିଲି, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ମଧ୍ୟରେ କ'ଣ ସମ୍ପର୍କ, କ'ଣ ପ୍ରଭେଦ? ଆସନ୍ତୁ ଆଜି ସେହି ଆଲୋଚନାକୁ ଆଗକୁ ବଢ଼ାଇବା। ସତ୍ସଙ୍ଗର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଦେବ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କୁ ଦିନେ ଜଣେ ଭକ୍ତ ପଚାରିଲେ, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଓ ଶ୍ରୀ ଜଗନ୍ନାଥ ଦେବଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? ଉପସ୍ଥିତ ସମସ୍ତେ ଭାବିଥିଲେ ଏହାର ଉତ୍ତର ହୁଏତ ବହୁତ ଲମ୍ବା ହେବ, କିନ୍ତୁ ଶ୍ରୀ ଶ୍ରୀ ବଡ଼ଦା ମାତ୍ର ଗୋଟିଏ ବାକ୍ୟରେ କହିଦେଲେ, କେବଳ ରଙ୍ଗର ଫରକ। କି ସରଳ କଥା, କିନ୍ତୁ ତା ଭିତରେ କେତେ ଗଭୀର ତତ୍ତ୍ୱ ଲୁଚିଛି। ସେ ବୁଝାଇବାକୁ ଚାହୁଁଥିଲେ ପରମ ସତ୍ତା ଯୁଗେ ଯୁଗେ କାଳେ କାଳେ ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ ହୁଅନ୍ତି। ରୂପ ବଦଳେ, ରଙ୍ଗ ବଦଳେ, ସମୟ ମଧ୍ୟ ବଦଳେ, କିନ୍ତୁ ତାଙ୍କର କରୁଣା, ତାଙ୍କର ପ୍ରେମ ଓ ମଣିଷ ପ୍ରତି ଆହ୍ୱାନ କେବେ ବଦଳେ ନାହିଁ। ଏହି ପ୍ରସଙ୍ଗରେ ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଶ୍ରୀ ଶ୍ରୀ ଠାକୁରଙ୍କ ମନ୍ତ୍ର ଶିଷ୍ୟ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ସୁନ୍ଦର ବ୍ୟାଖ୍ୟା ଦେଇଥିଲେ। ସେ କହିଥିଲେ, ଶ୍ରୀ ଜଗନ୍ନାଥ ହେଉଛନ୍ତି ଦାରୁ ବ୍ରହ୍ମ ଆଉ ଶ୍ରୀ ଶ୍ରୀ ଠାକୁର ହେଉଛନ୍ତି ନର ବ୍ରହ୍ମ ବା ଶବ୍ଦ ବ୍ରହ୍ମ, ଅର୍ଥାତ୍ ଜଣେ କାଠର ବିଗ୍ରହରେ ପୂଜିତ ଆଉ ଜଣେ ଜୀବନ୍ତ ମାନବ ରୂପରେ ପ୍ରକାଶିତ, କିନ୍ତୁ ଉଭୟଙ୍କ ଲକ୍ଷ୍ୟ ଗୋଟିଏ, ମଣିଷର କଲ୍ୟାଣ, ମଣିଷର ଉନ୍ନତି ଓ ମଣିଷକୁ ଈଶ୍ୱରଙ୍କ ନିକଟକୁ ନେଇଯିବା। ବନ୍ଧୁଗଣ, ଗୋଟିଏ କଥା ଭାବନ୍ତୁ, ଶ୍ରୀ ଜଗନ୍ନାଥଙ୍କୁ କାହିଁକି ପୁରୁଷୋତ୍ତମ କୁହାଯାଏ? କାରଣ ସେ ଜଡ଼ ଓ ଚେତନ ଉଭୟଙ୍କ ଊର୍ଦ୍ଧ୍ୱରେ। ସେହିପରି ଶ୍ରୀ ଶ୍ରୀ ଠାକୁରଙ୍କୁ ମଧ୍ୟ ତାଙ୍କର ଭକ୍ତମାନେ ପୁରୁଷୋତ୍ତମ ବୋଲି ସମ୍ବୋଧନ କରନ୍ତି। ଏହା କେବଳ ନାମର ସାମ୍ୟ ନୁହେଁ, ଏହା ଜୀବନ ଦର୍ଶନର ସାମ୍ୟ। ଜଗନ୍ନାଥ ସମସ୍ତଙ୍କର, ସେଠାରେ ଜାତି ନାହିଁ, ବର୍ଣ୍ଣ ନାହିଁ, ଧନୀ ଗରିବର ଭେଦ ନାହିଁ। ତାଙ୍କ ରଥର ରଶିକୁ ସମସ୍ତେ ଟାଣନ୍ତି, ତାଙ୍କ ମହାପ୍ରସାଦ ସମସ୍ତେ ଗ୍ରହଣ କରନ୍ତି। ସେହିପରି ଶ୍ରୀ ଶ୍ରୀ ଠାକୁରଙ୍କ ଆହ୍ୱାନ ମଧ୍ୟ ଥିଲା, ମଣିଷ ଆପଣା ଟଙ୍କା ପର, ଯେତେ ପାରୁଛ ମଣିଷ ଧର। କେଡ଼େ ଅପୂର୍ବ କଥା ସତେ! ଆଜିର ଦୁନିଆରେ ମଣିଷ ଟଙ୍କା ପଛରେ ଦୌଡ଼ୁଛି, କିନ୍ତୁ ମୋ ଠାକୁର କହୁଛନ୍ତି, ପ୍ରଥମେ ମଣିଷକୁ ଧର, ମଣିଷକୁ ଭଲ ପାଅ, ମଣିଷକୁ ବଞ୍ଚାଅ, କାରଣ ମଣିଷ ହିଁ ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି। ସେଥିପାଇଁ ତ ସେ ଆକୁଳ କଣ୍ଠରେ ଡାକ ଦେଇଥିଲେ, କିଏ ଅଛ ଆର୍ଯ୍ୟ ଆତ୍ମଜ ସନ୍ତାନ, ମୋତେ ମନୁଷ୍ୟ ଭିକ୍ଷା ଦିଅ। ଏହା କେବଳ ଏକ ବାକ୍ୟ ନୁହେଁ, ଏହା ମଣିଷ ଗଢ଼ିବାର ଏକ ମହାମନ୍ତ୍ର। ଏଠାରେ ଗୋଟିଏ ଅଦ୍ଭୁତ ସାମଞ୍ଜସ୍ୟ ଦେଖନ୍ତୁ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ସମସ୍ତେ ଏକ ହୋଇଯାନ୍ତି, ଆଉ ଶ୍ରୀ ଶ୍ରୀ ଠାକୁରଙ୍କ ସତ୍ସଙ୍ଗରେ ମଧ୍ୟ ସମସ୍ତେ ଏକ ପରିବାରର ସଦସ୍ୟ ହୋଇଯାନ୍ତି। ଉଭୟଙ୍କ ଶିକ୍ଷା ଏକ, ମଣିଷକୁ ଭଲ ପାଅ, ମଣିଷକୁ ଜଡ଼, ମଣିଷକୁ ବଞ୍ଚାଅ। ବନ୍ଧୁଗଣ, ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଶ୍ରୀ ଜଗନ୍ନାଥ କାହିଁକି ନୀଳାଚଳରେ, ସମୁଦ୍ର କୂଳରେ, ପ୍ରକୃତିର ଅପୂର୍ବ ଶୋଭା ମଧ୍ୟରେ ବିରାଜମାନ, ଆଉ ଶ୍ରୀ ଶ୍ରୀ ଠାକୁର କାହିଁକି ପାବନାର ପଦ୍ମା ନଦୀ କୂଳରେ ସତ୍ସଙ୍ଗ ଆଶ୍ରମ ପ୍ରତିଷ୍ଠା କଲେ? ପୁଣି କାହିଁକି ଦେଓଘର ପ୍ରାକୃତିକ ପରିବେଶରେ ଆଉ ଏକ ଆଶ୍ରମ ସ୍ଥାପନ କଲେ? ଏହା କେବଳ ସଂଯୋଗ ନୁହେଁ, ଏହା ଏକ ବାର୍ତ୍ତା। ପ୍ରକୃତି କେବଳ ଗଛ, ନଦୀ, ପାହାଡ଼ର ସମଷ୍ଟି ନୁହେଁ, ପ୍ରକୃତି ହେଉଛି ଈଶ୍ୱରଙ୍କ ନୀରବ ଭାଷା। ଯେଉଁଠାରେ ଲୋଭ କମ୍, ଅହଙ୍କାର କମ୍, କୃତ୍ରିମତା କମ୍, ସେଠାରେ ମଣିଷ ନିଜ ଆତ୍ମାର ସ୍ୱରକୁ ସହଜରେ ଶୁଣିପାରେ। ସେଥିପାଇଁ ଶ୍ରୀ ଜଗନ୍ନାଥଙ୍କ ଧାମ ହେଉ କି ଶ୍ରୀ ଶ୍ରୀ ଠାକୁରଙ୍କର ଆଶ୍ରମ, ଉଭୟ ପ୍ରକୃତିର କଳରେ
କାରଣ ମଣିଷ ଯେତେବେଳେ ପ୍ରକୃତିକୁ ଭଲ ପାଏ ସେତେବେଳେ ସେ ସୃଷ୍ଟିକର୍ତ୍ତାଙ୍କୁ ମଧ୍ୟ ଅନୁଭବ କରିବା ଆରମ୍ଭ କରେ। ଶ୍ରୀ ଠାକୁର କେବଳ ମଣିଷକୁ ଭଲ ପାଉନଥିଲେ, ପଶୁ ପକ୍ଷୀ ବୃକ୍ଷ ଲତା ପ୍ରକୃତିର ପ୍ରତ୍ୟେକ ସୃଷ୍ଟି ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା। କାରଣ ସେ ଜାଣୁଥିଲେ ଯେ ସୃଷ୍ଟିକୁ ଭଲ ପାଇପାରେନି ସେ ସୃଷ୍ଟିକର୍ତ୍ତାଙ୍କୁ ମଧ୍ୟ ସତ୍ୟ ଅର୍ଥରେ ଭଲ ପାଇପାରିବ ନାହିଁ। ଦେଓଘରକୁ ଯେତେବେଳେ ଶ୍ରୀ ଠାକୁର ଆସିଲେ ସେତେବେଳେ ସେହି ଅଞ୍ଚଳ ବହୁତ ଅନୁନ୍ନତ ଥିଲା। ଅନେକ ସାମାଜିକ ସମସ୍ୟା, ଭୟ ଓ ଅବ୍ୟବସ୍ଥା ମଧ୍ୟ ଥିଲା। କିନ୍ତୁ ପରମ ଦୟାଲ କ'ଣ କଲେ? ସେ ସ୍ଥାନ ବଦଳାଇବାକୁ ଯାଇନଥିଲେ, ସେ ମଣିଷକୁ ବଦଳାଇବାକୁ ଆରମ୍ଭ କଲେ। କାରଣ ସେ ଜାଣିଥିଲେ ଯେ ମଣିଷ ବଦଳିଲେ ସମାଜ ବଦଳିବ, ସମାଜ ବଦଳିଲେ ଦେଶ ବଦଳିବ, ଆଉ ଦେଶ ବଦଳିଲେ ରାଷ୍ଟ୍ର ବଦଳିବ। ଏହି କାରଣରୁ ଆଜି ମଧ୍ୟ ଦେଓଘର କେବଳ ଏକ ସହର ନୁହେଁ, ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହା ଏକ ପ୍ରେରଣାର ତୀର୍ଥକ୍ଷେତ୍ର। ବନ୍ଧୁଗଣ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଆମେ ଶ୍ରୀମନ୍ଦିର ବୋଲି କହୁ, କିନ୍ତୁ ଶ୍ରୀ ଠାକୁର ଆମକୁ ଆଉ ଏକ ବଡ଼ କଥା ଶିଖାଇ ଦେଇଛନ୍ତି। ଠାକୁର କହିଛନ୍ତି ଯେ ପ୍ରତ୍ୟେକ ମଣିଷର ଶରୀର ହିଁ ଏକ ଶ୍ରୀ ବିଗ୍ରହ ମନ୍ଦିର। ଭାବନ୍ତୁ, ଯଦି ଆମ ଶରୀର ହିଁ ମନ୍ଦିର, ତେବେ ଆମେ ତାହାର ଯତ୍ନ କେତେ ନେଉଛୁ? ଯେଉଁ ଶରୀରରେ ଈଶ୍ୱରଙ୍କୁ ଅନୁଭବ କରିବାକୁ ଚାହୁଁଛୁ, ସେହି ଶରୀରକୁ ଯଦି ଅସଂଯମ, ଅଶୁଦ୍ଧ ଆହାର ଓ କୁ ଅଭ୍ୟାସରେ ନଷ୍ଟ କରିଦେବା, ତେବେ ଆଧ୍ୟାତ୍ମିକ ଉନ୍ନତି କିପରି ସମ୍ଭବ? ସେଥିପାଇଁ ଶ୍ରୀ ଠାକୁର ସାତ୍ତ୍ୱିକ ଜୀବନ ଉପରେ ଏତେ ଗୁରୁତ୍ୱ ଦେଇଥିଲେ। ସେ ସ୍ପଷ୍ଟ କହିଥିଲେ ଯେ ମାଛ ମାଂସ ଖାସ୍ନେହାର, ପିଆଜ ରସୁଣ ମାଦକ ଛାଡ଼। ଏହା କେବଳ ଖାଦ୍ୟର ନିୟମ ନୁହେଁ, ଏହା ମନକୁ ପବିତ୍ର, ବୁଦ୍ଧିକୁ ସ୍ଥିର ଓ ଚରିତ୍ରକୁ ଉନ୍ନତ କରିବାର ଏକ ସାଧନା। ଠିକ୍ ସେହିପରି ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମଧ୍ୟ ସାତ୍ତ୍ୱିକ ମହାପ୍ରସାଦର ପରମ୍ପରା ଆଜି ଯାଏଁ ଚାଲି ଆସୁଛି। ଏହା କେବଳ ଭଜନ ନୁହେଁ, ଏହା ଶରୀର ଓ ଆତ୍ମା ଉଭୟର ପବିତ୍ରତାର ଶିକ୍ଷା। କିନ୍ତୁ ଆପଣ କେବେ ଭାବିଛନ୍ତି କି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ କାହିଁକି ଏତେ ଦେବାଦେବୀଙ୍କୁ ସମ୍ମାନ ଦିଆଯାଏ? କାହିଁକି ଶେଷରେ ସମସ୍ତଙ୍କ ଦୃଷ୍ଟି ଯାଇ ଜଗନ୍ନାଥଙ୍କ ଉପରେ ନିବିଡ଼ ହୋଇଯାଏ? ଠାକୁର କହୁଛନ୍ତି, ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି, ସହଜ ମଣିଷ ନର ରୂପେ କରନ୍ତି ସେ ଧୃତିବୃଷ୍ଟି। ଅର୍ଥାତ୍ ପୁରୁଷୋତ୍ତମ କୌଣସି ଏକ ସମ୍ପ୍ରଦାୟର ନୁହନ୍ତି, ସେ ସମସ୍ତ ଆଦର୍ଶ, ସମସ୍ତ ଦିବ୍ୟ ଗୁଣ ଓ ସମସ୍ତ ଦେବଭାବର ଜୀବନ୍ତ ସମନ୍ୱୟ। ସେଥିପାଇଁ ଜଗନ୍ନାଥଙ୍କ ପାଖରେ କେହି ପର ନୁହେଁ, ଜାତି ନାହିଁ, ବର୍ଣ୍ଣ ନାହିଁ, ଉଚ୍ଚ ନିଚ, ସମସ୍ତେ ତାଙ୍କର ସନ୍ତାନ। ଠିକ୍ ସେହିପରି ଶ୍ରୀ ଠାକୁରଙ୍କ ସତ୍ସଙ୍ଗରେ ମଧ୍ୟ କେବେ କୌଣସି ସମ୍ପ୍ରଦାୟ ପ୍ରତି ବିଦ୍ୱେଷ ଶିଖାଯାଏ ନାହିଁ, ବରଂ ଶିଖାଯାଇଛି ମଣିଷକୁ ଭଲ ପାଅ, ମଣିଷକୁ ବଞ୍ଚାଅ, ମଣିଷକୁ ଗଢ଼। କାରଣ ମଣିଷ ହିଁ ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି। ଏହି କାରଣରୁ ଶ୍ରୀ ଠାକୁର ଆକୁଳ ହୋଇ କହୁଥିଲେ, ମଣିଷ ଆପଣା ଟଙ୍କା ପର, ଯେତେ ପାରୁଛ ମଣିଷ ଧର। ଏହା କେବଳ ଏକ ବାକ୍ୟ ନୁହେଁ, ଏହା ଏକ ଯୁଗ ଧର୍ମ। ଆଜି ମଣିଷ ଟଙ୍କାକୁ ଧରୁଛି, ପଦକୁ ଧରୁଛି, ସ୍ୱାର୍ଥକୁ ଧରୁଛି, କିନ୍ତୁ ମଣିଷକୁ ଛାଡ଼ି ଦେଉଛି। ଏହି କାରଣରୁ ସମ୍ପର୍କ ଭାଙ୍ଗୁଛି, ପରିବାର ଭାଙ୍ଗୁଛି, ସମାଜ ଭାଙ୍ଗୁଛି। ପୁରୁଷୋତ୍ତମ ଆମକୁ ଶିଖାନ୍ତି, ମଣିଷକୁ ଧର, ମଣିଷକୁ ଗଢ଼, ମଣିଷକୁ ଭଲ ପାଅ। ସେଠାରେ ହିଁ ଭଗବାନଙ୍କର ପ୍ରକୃତ ସେବା ରହିଛି। ବନ୍ଧୁଗଣ, ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ କାହିଁକି ଏତେ ମହାନ? କାହିଁକି ସେଠାରେ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଉଚ୍ଚ ନିଚ, ଦରିଦ୍ରର କୌଣସି ଭେଦ ରହେ ନାହିଁ? କାରଣ ମହାପ୍ରସାଦ କେବଳ ଅନ୍ନ ନୁହେଁ, ଏହା ମଣିଷକୁ ମଣିଷ ସହିତ ଯୋଡ଼ିବାର ଏକ ମହାମନ୍ତ୍ର। ଗୋଟିଏ ପାତ୍ରରେ, ଗୋଟିଏ ପ୍ରାସାଦରେ, ଗୋଟିଏ ଭାବନାରେ ସମସ୍ତେ ସମାନ। କେହି ବଡ଼ ନୁହେଁ, କେହି ଛୋଟ ନୁହେଁ। ଏହି ଶିକ୍ଷା ହିଁ ଜଗନ୍ନାଥ ସଂସ୍କୃତିର ପ୍ରାଣ। ଠିକ୍ ସେହିପରି ଶ୍ରୀ ଠାକୁରଙ୍କ ସତସଙ୍ଗର ଆନନ୍ଦ ବଜାରରେ ମଧ୍ୟ ସମସ୍ତେ ଏକାଠି ବସି ପ୍ରସାଦ ସେବନ କରନ୍ତି। ସେଠାରେ କାହାର ଜାତି ପଚରାଯାଏ ନାହିଁ, କାହାର ଧର୍ମ ପଚରାଯାଏ ନାହିଁ, କେବଳ ଗୋଟିଏ ପରିଚୟ, ସେ ଜଣେ ମଣିଷ। ଏହା ହିଁ ପ୍ରକୃତ ସାମ୍ୟ, ଏହା ହିଁ ପ୍ରକୃତ ଭାତୃତ୍ୱ। ଆଜି ଆମେ ସମାନତାର କଥା ବହୁତ କହୁଛୁ, କିନ୍ତୁ ପୁରୁଷୋତ୍ତମ ତାହାକୁ କେବଳ କହିନଥିଲେ, ଜୀବନରେ କରି ଦେଖାଇଥିଲେ। ଯେଉଁଠାରେ ସମସ୍ତେ ଏକାଠି ବସନ୍ତି, ଏକାଠି ଖାଆନ୍ତି, ଏକାଠି ପ୍ରାର୍ଥନା କରନ୍ତି, ସେଠାରେ ଅହଙ୍କାର ଚାଲିଯାଏ, ସେଠାରେ ଭେଦଭାବ ଭାଙ୍ଗିଯାଏ, ସେଠାରେ ମଣିଷ ମଣିଷକୁ ଚିହ୍ନିବା ଶିଖେ। ସେଥିପାଇଁ ଶ୍ରୀ ଠାକୁର କହିଥିଲେ, ଅନ୍ୟକୁ ବଞ୍ଚାଇ ନିଜେ ବଞ୍ଚେ, ଜାଣିଥା ଧର୍ମ ତାକୁ ହିଁ କହେ। ଅର୍ଥାତ୍ କେବଳ ନିଜ ସୁଖ ଖୋଜିବା ଧର୍ମ ନୁହେଁ, ଅନ୍ୟର ସୁଖରେ ନିଜ ସୁଖ ଖୋଜିବା ହିଁ ପ୍ରକୃତ ଧର୍ମ। ବନ୍ଧୁଗଣ,
ଆପଣ କେବେ ଧ୍ୟାନ ଦେଇଛନ୍ତି କି ମହାପ୍ରଭୁ ଜଗନ୍ନାଥଙ୍କ ଆଖି ଏତେ ବଡ଼ କାହିଁକି? ଆଉ କାହିଁକି ତାଙ୍କ ଆଖିରେ ପଲକ ପଡ଼େ ନାହିଁ? ଏହା କେବଳ ଶିଳ୍ପକଳା ନୁହେଁ, ଏହା ଏକ ଗଭୀର ଆଧ୍ୟାତ୍ମିକ ବାର୍ତ୍ତା। ମହାପ୍ରଭୁଙ୍କ ଅପଲକ ନେତ୍ର ଆମକୁ କହେ ସେ ସଦା ଜାଗ୍ରତ। ସେ କେବେ ବି ତାଙ୍କ ସନ୍ତାନମାନଙ୍କୁ ଛାଡ଼ି ଶୋଇପଡ଼ନ୍ତି ନାହିଁ। ଆମେ ଶୋଇଯାଉ, ଆମେ ଭୁଲିଯାଉ, ଆମେ ବାଟ ହରାଇ ଦେଉ, କିନ୍ତୁ ସେ ନିରନ୍ତର ଆମ ଉପରେ ନଜର ରଖିଥାନ୍ତି। ଠିକ୍ ଏହି କଥାକୁ ଶ୍ରୀ ଶ୍ରୀ ଠାକୁର ଗୋଟିଏ ଛୋଟ ବାକ୍ୟରେ କହୁଛନ୍ତି, ପୁରୁଷୋତ୍ତମ ଚିର ଅତନ୍ତ୍ର, ଅର୍ଥାତ୍ ପୁରୁଷୋତ୍ତମ କେବେ ବି ଅସାବଧାନ ହୁଅନ୍ତି ନାହିଁ। ତେଣୁ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ହେଉଛନ୍ତି ଭଗବାନଙ୍କର ଭାବମୂର୍ତ୍ତି। ତାଙ୍କର ପାଦ ନାହିଁ, ହାତ ନାହିଁ, କିନ୍ତୁ ବାହୁ ଅଛି। ତାଙ୍କର କାନ ନାହିଁ, ମୁଖ ଅଛି, କିନ୍ତୁ ତାହା ମୌନ। ସେ ତୁମ ପାଖକୁ ଦୌଡ଼ି ଆସିବାକୁ ଚାହାନ୍ତି, କିନ୍ତୁ ତାଙ୍କର ପାଦ ନାହିଁ। ସେ ତୁମର କଲ୍ୟାଣ କରିବାକୁ ଚାହାନ୍ତି, କିନ୍ତୁ ତୁମ ପରି ହାତ ତାଙ୍କର ନାହିଁ। ସେଥିପାଇଁ ସେ ଏକ ସ୍ଥାନରେ ବିରାଜମାନ ହୋଇ ନୀରବ ଭାବରେ ତୁମକୁ ଆହ୍ୱାନ କରୁଛନ୍ତି। ଶ୍ରୀ ଜଗନ୍ନାଥ ଦେବଙ୍କର ଦୁଇଟି ବିଶାଳ ନେତ୍ର ଅଛି, କିନ୍ତୁ ସେଥିରେ ପଲକ ନାହିଁ। ସେ ଅନିମେଷ ଦୃଷ୍ଟିରେ ସମଗ୍ର ବିଶ୍ୱକୁ ନିରନ୍ତର ଅବଲୋକନ କରୁଛନ୍ତି। ତୁମେ ସଂସାରର ସମସ୍ତଙ୍କ ପ୍ରତାରଣା କରିପାର, କିନ୍ତୁ ତାଙ୍କ ଦୃଷ୍ଟିକୁ କେବେ ପ୍ରତାରଣା କରିପାରିବ ନାହିଁ। ସେ ସବୁକିଛି ଦେଖୁଛନ୍ତି। ତୁମର ପ୍ରତ୍ୟେକ କ୍ଷଣର କର୍ମ, ଅନ୍ତରେ ବାହାରେ, ସମ୍ମୁଖରେ ପଛରେ, ଉପରେ ତଳେ, ସବୁକିଛି ତାଙ୍କ ଦୃଷ୍ଟିଗୋଚର। ଏପରି ବିରାଟ ବିଶ୍ୱନାଥଙ୍କୁ ନିଜର କ୍ଷୁଦ୍ର ବୁଦ୍ଧି କିମ୍ବା ସୀମିତ ସାମର୍ଥ୍ୟରେ ବାନ୍ଧି ରଖିବା ସମ୍ଭବ ନୁହେଁ। ସେ ସର୍ବଜ୍ଞ ସର୍ବବ୍ୟାପୀ ପରମାତ୍ମା। ତାଙ୍କର ଏହି ମହାନ ଅନୁଗ୍ରହକୁ ବୁଝିବା ଅତ୍ୟନ୍ତ କଠିନ। ତଥାପି ସେ ନିଜର ଅନୁଶାସନର ରଜକୁ ଆଗକୁ ବଢ଼ାଇ ଆମକୁ ସୁଯୋଗ ଦେଉଛନ୍ତି। ଅନୁଶାସନ, ଅନୁଧାବନ ଓ ଅନୁଶୀଳନ। ଯେ ତାଙ୍କର ଅନୁଶାସନକୁ ଅନୁଧାବନ ପୂର୍ବକ ଅନୁଶୀଳନ କରିବେ, ସେହି ତାଙ୍କ କୃପାର ଅଧିକାରୀ ହେବେ। ଇଷ୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ହିଁ ପ୍ରକୃତ ତପସ୍ୟା। ତପସ୍ୟାରେ ଯିଏ ଯେତେ ଅଧିକ ନିଷ୍ଠାବାନ, ତାଙ୍କର ହୃଦୟର ଅବସ୍ଥା ଓ ଜ୍ଞାନ ସେତେ ଉନ୍ନତ ହୁଏ। ସେହି ଜ୍ଞାନରୁ ଭକ୍ତିର ଉଦୟ ହୁଏ ଏବଂ ଭକ୍ତିରୁ ପ୍ରେମର ବିକାଶ ଘଟେ। ସେଥିପାଇଁ ଶ୍ରୀ ଜଗନ୍ନାଥ ଦେବ ସ୍ନେହମୟ ଓ ଭାବମୟ ପ୍ରଭୁ। ତାଙ୍କ ରଥରେ ଅର୍ଥାତ୍ ତାଙ୍କର ରାଜ୍ୟରେ ଛୋଟ ବଡ଼ ମୂର୍ଖ ପଣ୍ଡିତ ସମସ୍ତେ ସମାନ। ଈଶ୍ୱର ଏକ। ସେଥିପାଇଁ ସେ ସମସ୍ତଙ୍କୁ ନିଜ ଶରଣକୁ ଆସିବା ଏବଂ ଅସତ୍ ପଥରୁ ନିବୃତ୍ତ ହେବା ପାଇଁ ଆହ୍ୱାନ କରୁଛନ୍ତି। ବନ୍ଧୁଗଣ, ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ ଯଦି ଭଗବାନ ସର୍ବତ୍ର ଅଛନ୍ତି, ତେବେ ତାଙ୍କୁ ବୁଝିବା ପାଇଁ ସଦ୍ଗୁରୁଙ୍କର ଆବଶ୍ୟକତା କାହିଁକି? ସ୍ୱୟଂ ଭଗବାନ ଗୀତାରେ କହିଛନ୍ତି, ସଦ୍ଗୁରୁ ଚରଣେ ଯେ ଚିତ୍ତ ରଖିବ, ତେବେ ଯିବ ତାର ଦୁଃଖ। ଏହି ବାଣୀ ଆମକୁ ଏକ ଗଭୀର ସତ୍ୟ ଶିଖାଏ। ପ୍ରଭୁଙ୍କୁ ପାଇବାର ପଥ କେବଳ ବାହ୍ୟ ଦର୍ଶନରେ ନୁହେଁ, ବରଂ ତାଙ୍କ ଦେଖାଇଥିବା ପଥରେ ଚାଲିବାର। ଆଉ ସେହି ପଥରେ ହାତ ଧରି ଚାଲିବା ଶିଖନ୍ତି ସଦ୍ଗୁରୁ। ଶ୍ରୀ ଶ୍ରୀ ଠାକୁର ସତ୍ୟାନୁସରଣରେ କହିଛନ୍ତି, ଗୁରୁ ହିଁ ଭଗବାନଙ୍କର ସାକାର ମୂର୍ତ୍ତି, ଆଉ ସେ ହିଁ ଅଖଣ୍ଡ। ଏହାର ଅର୍ଥ ଏହା ନୁହେଁ ଯେ ଗୁରୁ ଭଗବାନଙ୍କ ଠାରୁ ଅଲଗା, ବରଂ ଭଗବାନଙ୍କର କରୁଣା, ପ୍ରେମ ଓ ପଥ ପ୍ରଦର୍ଶନ ଗୁରୁଙ୍କ ମାଧ୍ୟମରେ ଜୀବନରେ ସ୍ପଷ୍ଟ ହୋଇଯାଏ। ଯେପରି ଅନ୍ଧକାରରେ ରାସ୍ତା ଥାଏ, କିନ୍ତୁ ଆଲୋକ ନଥିଲେ ଦେଖାଯାଏ ନାହିଁ, ସେହିପରି ଭଗବାନ ସର୍ବତ୍ର ଅଛନ୍ତି, କିନ୍ତୁ ସଦ୍ଗୁରୁ ସେହି ଆଲୋକ ଯେ ତାଙ୍କୁ ଚିହ୍ନିବାର ଦୃଷ୍ଟି ଦିଅନ୍ତି। ସେଥିପାଇଁ ଶ୍ରୀ ଶ୍ରୀ ଠାକୁର ଆହ୍ୱାନ କରିଥିଲେ ଯେ ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କହୁଛି, ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ। କେତେ ବଡ଼ ଆଶ୍ୱାସନ ସତେ! ଏହା କୌଣସି ଭୟର ବାର୍ତ୍ତା ନୁହେଁ, ଏହା ଜୀବନକୁ ଠିକ୍ ଦିଗରେ ନେବାର ଆହ୍ୱାନ। ବନ୍ଧୁଗଣ, ଶ୍ରୀ ଜଗନ୍ନାଥଙ୍କୁ ଭଲ ପାଇବା ମାନେ କେବଳ ରଥଯାତ୍ରା ଦେଖିବା ନୁହେଁ ଏବଂ ଶ୍ରୀ ଶ୍ରୀ ଠାକୁରଙ୍କୁ ଭଲ ପାଇବା ମାନେ କେବଳ ତାଙ୍କ ଛବିକୁ ପ୍ରଣାମ କରିବା ନୁହେଁ। ପ୍ରକୃତ ଭକ୍ତି ସେତେବେଳେ ସାର୍ଥକ ହୁଏ ଯେତେବେଳେ ତାଙ୍କ ବାଣୀ ଆମ ଜୀବନରେ ଆଚରଣ ହୋଇଯାଏ। ବନ୍ଧୁଗଣ, ଏହି ସମ୍ପୂର୍ଣ୍ଣ ଆଲୋଚନାରେ ଆମେ ଗୋଟିଏ କଥା ଶିଖିଲୁ ଯେ ତ୍ରେତୟାରେ ଶ୍ରୀରାମଚନ୍ଦ୍ର ଆସିଲେ, ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣ ଆସିଲେ, କଳିଯୁଗରେ ଶ୍ରୀ ଜଗନ୍ନାଥ ପୁରୁଷୋତ୍ତମ ଭାବଧାରାର ପ୍ରତୀକ ହୋଇ ବିରାଜମାନ ଅଛନ୍ତି, ଆଉ ଆଧୁନିକ ଯୁଗରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ମଣିଷକୁ ବଞ୍ଚିବା, ବଢ଼ିବା ଓ ଭଲ ପାଇବାର ପଥ ଦେଖାଇଛନ୍ତି। ଏହି ସମଗ୍ର ଆଲୋଚନାର ଉଦ୍ଦେଶ୍ୟ କୌଣସି ତୁଳନା କରିବା ନୁହେଁ, ବରଂ ଆଦର୍ଶର ମୂଳକୁ ବୁଝିବା। କାରଣ ସତ୍ୟ କେବେ ବି ଭାଗ ହୁଏ ନାହିଁ। ସତ୍ୟ ଯୁଗେ ଯୁଗେ ରୂପ ବଦଳାଇ ମଣିଷକୁ ବଞ୍ଚିବାର ପଥ ଦେଖାଏ। ଶ୍ରୀ ଜଗନ୍ନାଥ ଆମକୁ ଶିଖାନ୍ତି
ସମସ୍ତଙ୍କୁ ଆପଣାର କର। ଶ୍ରୀ ଶ୍ରୀ ଠାକୁର ମଧ୍ୟ ଆମକୁ ଶିଖାନ୍ତି ଅନ୍ୟକୁ ବଞ୍ଚାଇ ନିଜେ ବଞ୍ଚେ। ଶ୍ରୀ ଜଗନ୍ନାଥ ମହାପ୍ରସାଦ ମାଧ୍ୟମରେ ସମାନତାର ଶିକ୍ଷା ଦିଅନ୍ତି। ଶ୍ରୀ ଶ୍ରୀ ଠାକୁର ମଧ୍ୟ ଆନନ୍ଦ ବଜାର ମାଧ୍ୟମରେ ସେହି ଆଦର୍ଶକୁ ଜୀବନରେ ପ୍ରତିଷ୍ଠା କରନ୍ତି। ଶ୍ରୀ ଜଗନ୍ନାଥଙ୍କ ଅପଲକ ନେତ୍ର କହେ ମୁଁ ସଦା ଜାଗ୍ରତ, ଆଉ ଶ୍ରୀ ଶ୍ରୀ ଠାକୁର କହନ୍ତି ପୁରୁଷୋତ୍ତମ ଚିରତନ୍ଦ୍ର। ଶ୍ରୀ ଜଗନ୍ନାଥ ସମସ୍ତଙ୍କର। ଶ୍ରୀ ଶ୍ରୀ ଠାକୁର ମଧ୍ୟ କହିଥିଲେ କିଏ ଅଛ ଆର୍ଯ୍ୟ ଆତ୍ମଜ ସନ୍ତାନ ମୋତେ ମନୁଷ୍ୟ ଭିକ୍ଷା ଦେବ। ତାଙ୍କ ଡାକ କୌଣସି ଏକ ଜାତି, ଏକ ଧର୍ମ କିମ୍ବା ଏକ ସମ୍ପ୍ରଦାୟ ପାଇଁ ନଥିଲା, ସେହି ଡାକ ଥିଲା ସମଗ୍ର ମାନବ ଜାତି ପାଇଁ। ତେଣୁ ଯଦି ଆମେ ପ୍ରକୃତରେ ଶ୍ରୀ ଜଗନ୍ନାଥଙ୍କୁ ଭଲ ପାଉ ତେବେ କେବଳ ରଥ ଟାଣିଲେ ହେବ ନାହିଁ, ଆମ ଜୀବନକୁ ମଧ୍ୟ ସତ୍ୟ, ପ୍ରେମ, ସେବା ଓ ସଦାଚାରର ପଥରେ ଟାଣିବାକୁ ପଡ଼ିବ। ଯଦି ଆମେ ପ୍ରକୃତରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଭଲ ପାଉ ତେବେ କେବଳ ପ୍ରଣାମ କଲେ ହେବ ନାହିଁ, ଯଜନ, ଯାଜନ, ଇଷ୍ଟବୃତ୍ତି, ସ୍ୱାସ୍ଥ୍ୟନୀୟ ସଦାଚାରକୁ ଜୀବନରେ ଧାରଣ କରିବାକୁ ପଡ଼ିବ। ସେତେବେଳେ ଆମର ଭକ୍ତି ପୂର୍ଣ୍ଣ ହେବ, ସେତେବେଳେ ଆମର ଜୀବନ ସାର୍ଥକ ହେବ। ଆସନ୍ତୁ ଆଜି କେବଳ ଏତିକି ପ୍ରାର୍ଥନା କରିବା, ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ହେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଆମ ଜୀବନକୁ ସତ୍ୟ, ପ୍ରେମ, ସେବା ଓ ସଦାଚାରରେ ପଥରେ ପରିଚାଳିତ କରନ୍ତୁ। ଆମକୁ ଏମିତି ମଣିଷ କରନ୍ତୁ ଯାହାଙ୍କ ଜୀବନ ଅନ୍ୟମାନଙ୍କ କଲ୍ୟାଣରେ କାରଣ ହେଉ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କ ମନକୁ ସ୍ପର୍ଶ କରିଥାଏ ତେବେ କମେଣ୍ଟରେ ବନ୍ଦେ ପୁରୁଷୋତ୍ତମମ୍ ନିଶ୍ଚୟ ଲେଖନ୍ତୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍, ଜୟ ଜଗନ୍ନାଥ।